ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ପୁଣି ଆଉ ଏକ ନୂଆ ସ୍କଲାରସିପ୍ ସ୍କିମ୍ ଆଉଟ୍ ହେଇଥିଲା, ଯାହା ନାଁ ହେଉଛି ନୂଆ ଓ ସ୍କଲାରସିପ୍। ଏ ଯେଉଁ ସ୍କଲାରସିପ୍ ବାହାରିଛି ଏଟା କେବଳ ୟୁଜି ଆଣ୍ଡ ପିଜି ପିଲାମାନେ ଆପ୍ଲାଏ କରିପାରିବେ, ଅଦର କୋର୍ସ ପିଲାମାନେ ଆପ୍ଲାଏ କରିପାରିବେ ନାହିଁ। ମୁଁ ଆପଣମାନଙ୍କୁ ୟା ଦୁଇଟା ଇମ୍ପୋର୍ଟାଣ୍ଟ ଟପିକ୍ ରହୁଛି, ଏଇ ଦୁଇଟା ଟପିକ୍ ଅନୁସାରେ ଆପଣମାନେ ଆପ୍ଲାଏ କରିପାରିବେ, ଅଦରୱାଇଜ୍ ଆପ୍ଲାଏ କରିପାରିବେ ନାହିଁ। ଯଦି ଏ ଟପିକ୍ ଆପଣମାନଙ୍କୁ ସୁଇଟେବୁଲ୍ ଲାଗୁଛି, ମାନେ ଆପଣମାନେ ସେ କ୍ରାଇଟେରିଆ ଅନୁସାରେ ଯଦି ଅଛନ୍ତି, ତାହେଲେ ଆପଣମାନେ এই ସ୍କଲାରସିପ୍ ଆପ୍ଲାଏ କରିପାରିବେ। ମୁଁ ଆପଣମାନଙ୍କୁ ଏଇ ଭିଡ଼ିଓ ମଧ୍ୟ ଏଠି ଡିଟେଲ୍ସ କହିଦେବି, ଆକ୍ଚୁଆଲି ପୋଟେନ୍ସିଆଲ୍ ଷ୍ଟୁଡେଣ୍ଟ ଲିଷ୍ଟ କ'ଣ, ଆଉ କେମିତି ଆବେଦନ କରିବେ, ଆଉ ଡକୁମେଣ୍ଟ କ'ଣ କ'ଣ ଦରକାର, ଆପଣମାନଙ୍କୁ ଏ ଭିଡ଼ିଓ ମାଧ୍ୟମରେ ଫୁଲ୍ ଡିଟେଲ୍ସ ଜଣାଇଦେବି। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରିଛନ୍ତି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବା ସଙ୍ଗେ ସଙ୍ଗେ ବେଲ୍ ଆଇକନ୍ ନୋଟିଫିକେସନ୍ ପ୍ରେସ୍ କରିଦେବେ। ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବି ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଚାଲନ୍ତୁ ଆଉ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିବା। ପ୍ରଥମେ ଆମେ ଦେଖିବା ଷ୍ଟୁଡେଣ୍ଟ ପୋଟେନ୍ସିଆଲ୍ ଲିଷ୍ଟ କ'ଣ। ଏ ଯେଉଁ ଷ୍ଟୁଡେଣ୍ଟ ପୋଟେନ୍ସିଆଲ୍ ଲିଷ୍ଟ ହେଉଛି ଯେତେବେଳେ ଆପଣମାନେ ଯେଉଁ ସାମ୍ସ ଅଣ୍ଡରରେ ଆଡ଼ମିସନ୍ କରିଥିବେ, ଆପଣମାନଙ୍କୁ ନିଜ କଲେଜ ଥ୍ରୋରୁ ଏଇ ଯେଉଁ ଗୋଟେ ଲିଷ୍ଟ ପଠାହେବ। ଯଦି ଆପଣମାନଙ୍କ ନାଁ ଅଛି ଲିଷ୍ଟରେ, ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ, ଅଦରୱାଇଜ୍ ଆପ୍ଲାଏ କରିପାରିବେ ନାହିଁ। ମାନେ ଯେଉଁ ପିଲାମାନେ ଆକ୍ଚୁଆଲି ଯେଉଁ ସାମ୍ସ ଅଣ୍ଡରରେ ଆପ୍ଲାଏ କରିଥିବେ ପ୍ଲସ୍ ଥ୍ରୀ ବେଳେ ବା ପିଜି ବେଳେ ଆପ୍ଲାଏ କରିଥିବେ, ସେମାନଙ୍କ ଗୋଟେ ଲିଷ୍ଟ ପଠାଇବ କଲେଜ। ଆପଣମାନେ ହ୍ୱାଟ୍ସଆପ୍ ଗ୍ରୁପ୍ରେ ପଠାଇଥିଲେ ଆପଣମାନେ ଚେକ୍ କରିନେବେ। କିନ୍ତୁ ଯଦି ଆପଣମାନେ ବି ଆଉ ତା'ର ଇମ୍ପୋର୍ଟାଣ୍ଟ ଟପିକ୍ ଅଛି, ମୁଁ ଆପଣ ଆଗକୁ କହିଦେବି। ଫାର୍ଷ୍ଟ ଗଲା ଷ୍ଟୁଡେଣ୍ଟ ପୋଟେନ୍ସିଆଲ୍ ଲିଷ୍ଟ ଗଲା। ଦେଖିବା ତାର 2 କି ପଏଣ୍ଟ କ'ଣ ରହୁଛି ଦେଖିବା। ବର୍ତ୍ତମାନ ପ୍ରଥମେ ତ ଥିଲା କ'ଣ ଥିଲା ଆମର, ପ୍ରଥମେ ଥିଲା ଯେଉଁ ପିଲାମାନେ ବାପା ମା ଗଭର୍ଣ୍ଣମେଣ୍ଟ ଚାକିରି କରିଥିବେ ଏବଂ ଗଭର୍ଣ୍ଣମେଣ୍ଟକୁ ଟ୍ୟାକ୍ସ ଦେଉଥିବେ, ସେମାନେ ଆପ୍ଲାଏ କରିପାରିବେ ନାହିଁ। ନେକ୍ସଟ କ'ଣ ହେଇଛି, ନେକ୍ସଟ ହେଲା ମୁଁ ଏଇ ଯେଉଁ ନେକ୍ସଟ ପଏଣ୍ଟ କହିବି, ଏଇଟା ଗୋଟେ PDF ମାଧ୍ୟମରେ ଆନାଉନ୍ସ କରାଯାଇଛି। ଯେଉଁ ମୋ ଡେସ୍କ୍ରିପସନ୍ରେ ମୁଁ ମୋ ଟେଲିଗ୍ରାମ ଚ୍ୟାନେଲ୍ ଲିଙ୍କ୍ ଦେଇଦେବି, ସେଠି ଆପଣମାନେ ଜଏନ୍ ହେଇକି PDFଟା ପାଇପାରିବେ। ଆଉ ଏ ଡକୁମେଣ୍ଟ କ'ଣ କ'ଣ ରହୁଛି ମୁଁ ଆପଣ ଡିଟେଲ୍ସ କହିଦେବି। ଟୋଟାଲି ୟାର କେତେ 6ଟା ପଏଣ୍ଟ ରହୁଛି, ମୁଁ ଆପଣଙ୍କର ପୁରା ଡେସ୍କ୍ରିପସନ୍ରେ ସର୍ଟକଟ୍ରେ ବର୍ଣ୍ଣନା କରିଦେବି। ଦେଖିବା ନେକ୍ସଟ ପଏଣ୍ଟ କ'ଣ ଦେଇଛି PDFଟି ଆପଣମାନେ ଦେଖିପାରୁଥିବେ। ଦେଖନ୍ତୁ ଲେଖା ହେଇଛି ଆଜ୍ ମ୍ୟାଣ୍ଡେଟ୍ ଇନ୍ ନୂଆ ଓ ସ୍କଲାରସିପ୍ ସ୍କିମ୍। ଯଦି ଆପଣମାନେ 18 ବର୍ଷ ଉର୍ଦ୍ଧ୍ୱ ହେଇଥାଏ, ତାହେଲେ ଆପଣମାନେ ଯେତେବେଳେ ଆପ୍ଲାଏ କରିବେ, ଏଟା ଇନଷ୍ଟିଚ୍ୟୁଟ୍ ଆପ୍ଲାଏ କରିବ। ଆପଣମାନେ ସାଇବର କ୍ୟାମେରା ଆପ୍ଲାଏ କରିପାରିବେ ନାହିଁ, ଇନଷ୍ଟିଚ୍ୟୁଟ୍ ତାର ଆପ୍ଲାଏ କରିବେ। ଯଦି ଆପଣ ନାଁ ଥିବ, ତାହେଲେ ଆପଣମାନେ ନିଜ ଇନଷ୍ଟିଚ୍ୟୁଟ୍ରେ ଆପ୍ଲାଏ କରିବେ। ଆପ୍ଲାଏ କରିସାରିଲା ପରେ ଆପଣ ଏଇ ଫର୍ମଟି ନେଇ ସବମିଟ୍ କରିବେ। এই ଫର୍ମଟା ମୁଁ ମୋ ଟେଲିଗ୍ରାମ ଚ୍ୟାନେଲ୍ ଲିଙ୍କ୍ ଦେଇଛି, ସେଠି ଆପଣ ଜଏନ୍ ହେଇକି ଏ ଫର୍ମଟି ପାଇପାରିବେ। ଦେଖିବା ନେକ୍ସଟ ଏହାର କ୍ରାଇଟେରିଆ କ'ଣ ରହିଛି ଦେଖନ୍ତୁ। ଦେଇଛି ଛାତ୍ରଛାତ୍ରୀଙ୍କ ଦ୍ୱାରା ଘୋଷଣାନାମା, ଗୋଟେ ଏନ୍ସିଓର ଏ ଗୋଟେ ରହିଛି, ଆଉ ଗୋଟେ ଏନ୍ସିଓର ବି ରହିଛି। ଯଦି ଆପଣମାନଙ୍କ ଏଜ୍ 18 ଉର୍ଦ୍ଧ୍ୱ ହେଇଥାଏ, ତାହେଲେ ଏନ୍ସିଓର ଏରେ, ଯଦି ଆପଣ ଏଜ୍ 18ରୁ କମ୍ ହେଇଥାଏ, ଏନ୍ସିଓର ବି। ଦେଖିବା PDFରେ କ'ଣ କ'ଣ ଲେଖା ହେଇଛି ଦେଖନ୍ତୁ। ଆପଣମାନେ ଏଠି ଦେଇଦେବେ ଜିଲ୍ଲା, ଦେଇଦେବେ ବ୍ଲକ, ଦେଇଦେବେ ବିଦ୍ୟାଳୟର ନାମ, ଆଉ ଛାତ୍ରଛାତ୍ରୀଙ୍କ ନାମ, ପାଠ୍ୟକ୍ରମ ଓ ବର୍ଷ, ମୋବାଇଲ୍ ନମ୍ବର ଦେବେ, ରୋଲ୍ ନମ୍ବର ଦେବେ। ଏଠି ସବୁ ଯାହା ମାଗିଛି ଆପଣମାନେ ଭଲସେ ଭରି ନେବେ। ଏଠି ସବୁ ଯାହା ଦେଇଛି ପଏଣ୍ଟ ଦେଖନ୍ତୁ। ଗୋଟେ ଇମ୍ପୋର୍ଟାଣ୍ଟ ପ୍ରଥମେ ହେଲା, ଯଦି ପ୍ରଥମେ କେଉଁ ପିଲାମାନେ ପ୍ରଥମେ ହେଲା ଯଦି ଆପଣମାନଙ୍କ ପିତାମାତା ଗଭର୍ଣ୍ଣମେଣ୍ଟ ଜବ୍ କରିଥିବେ, ତାହେଲେ ଏଇଟା ଆପ୍ଲାଏ କରିପାରିବେ ନାହିଁ ପ୍ରଥମେ। ଦ୍ୱିତୀୟରେ କ'ଣ ହେଲା, ଦ୍ୱିତୀୟରେ ଯଦି ଆପଣମାନଙ୍କ ପିତାମାତା ଗଭର୍ଣ୍ଣମେଣ୍ଟକୁ ଟ୍ୟାକ୍ସ ଦେଉଥିବେ, ଏଇଟା ଆପ୍ଲାଏ କରିପାରିବେ। କିନ୍ତୁ ତୃତୀୟ ଦେଖନ୍ତୁ କ'ଣ ଦେଇଛି, ଏଇଟା ଇମ୍ପୋର୍ଟାଣ୍ଟ। ଏ ସବୁ ଭଲସେ ଦେଖିବେ, এই ଟପିକ୍ଟା ଇମ୍ପୋର୍ଟାଣ୍ଟ ଦେଖନ୍ତୁ। 4 ଦେଇଛି, ମୁଁ ସରକାରଙ୍କ ଦ୍ୱାରା ଅନ୍ୟ କୌଣସି ଯୋଜନା ଛାତ୍ରବୃତ୍ତି ଉପଲବ୍ଧ କରୁନାହିଁ, ବ୍ୟାସକବି ଫକୀରମୋହନ ଭାଷା ବୃତ୍ତି ବ୍ୟତୀତ। ଯଦି ଆପଣମାନେ ଅନ୍ୟ ସ୍କଲାରସିପ୍ ପାଉଛନ୍ତି, ତାହେଲେ ଏଟା ଆପ୍ଲାଏ କରିପାରିବେ ନାହିଁ। ଆପଣମାନେ ଗୋଟେ ହିଁ ଆପ୍ଲାଏ କରି, ଯଦି ଆପଣମାନେ ବ୍ୟାସକବି ଫକୀରମୋହନ ଭାଷା ବୃତ୍ତି ପାଉଛନ୍ତି, ତାହେଲେ ଆପଣମାନେ ଏଇ ସ୍କଲାରସିପ୍ ପାଇଁ ଏଲିଜିବୁଲ୍ ହେବେ।
ଆକ୍ଚୁଆଲି କହିବାକୁ ଗଲେ ଯଦି ବି ଆପଣ ଅଲଗା ସ୍କଲାରସିପ୍ ପାଉଛନ୍ତି ତାହେଲେ ଏଟା ଏଇ ଯେଉଁ ନୂଆ ଓ ସ୍କଲାରସିପ୍ ଆପ୍ଲାଏ କରିପାରିବେ ନାହିଁ। ଏବଂ ଯଦି ବ୍ୟାସକ ବି ଫକୀରମୋହନ ଭାଷାପତି ପାଉଛନ୍ତି ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ। ଏଇ ଯେଉଁ 3ଟା ପଏଣ୍ଟ ହେଲା, ଫାର୍ଷ୍ଟ ପଏଣ୍ଟ ମନେ ରଖନ୍ତୁ। ଫାର୍ଷ୍ଟ ପଏଣ୍ଟ ହେଲା ଯେଉଁ ସରକାରୀ ଚାକିରି କରିଥିବା ପିଲାମାନେ ପାଇବେ ନାହିଁ, ଗଭର୍ଣ୍ଣମେଣ୍ଟ ପିଲାମାନେ ପାଇବେ ନାହିଁ। ତୃତୀୟରେ ଯଦି ଆପଣ କିଛି ନୂଆ ସ୍କଲାରସିପ୍ ପାଉଛନ୍ତି ଏକ୍ସେପ୍ଟ ବ୍ୟାସକବି ଫକୀରମୋହନ ଭାଷାପତି ଛଡ଼ା ଯଦି ଆଉ କିଛି ପାଉଛନ୍ତି ତାହେଲେ ଆପଣମାନେ ଏଇ ନୂଆ ଓ ସ୍କଲାରସିପ୍ ପାଇପାରିବେନି। ଏହାକୁ ଭଲସେ ମନେ ରଖିବେ। ଦେଖିବା କ'ଣ ଦେଇଛି ଦେଖନ୍ତୁ, ଏକୁ ଯେଉଁ ମାଗିଛି ଭରି ନେବେ। ଦେଖିବା ନେକ୍ସଟ କ'ଣ ଦେଖନ୍ତୁ, ଏଇ ଯେଉଁ ଆକାଉଣ୍ଟ ନମ୍ବର ଆପଣମାନେ ଏଇ ଆକାଉଣ୍ଟ ନମ୍ବର ଦେଇଛି, ବ୍ୟାଙ୍କ ଦେଇଛି, ବ୍ରାଞ୍ଚ ଆକାଉଣ୍ଟ IFSC କୋଡ଼ ଦେଇଛି। ଦେଖନ୍ତୁ ନେକ୍ସଟ କ'ଣ ଦେଖନ୍ତୁ ଦେଇଛି ଉପରୋକ୍ତ ଘୋଷଣାନାମା ମୋ ଦ୍ୱାରା ସଠିକ୍ ଭାବେ ଦିଆଯାଇଅଛି ଏବଂ ଏଥିପାଇଁ ମୁଁ ଉତ୍ତରଦାୟୀ ଅଟେ। ଯଦି ପରବର୍ତ୍ତୀ ସମୟରେ ପ୍ରଦାନ କରିଥିବା ତଥ୍ୟ ଭୁଲ ପ୍ରମାଣିତ ହୁଏ ତେବେ ମୋ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ଏବଂ ମୁଁ ପାଇଥିବା ଛାତ୍ରବୃତ୍ତି ଫେରସ୍ତ କରିଦେବି। ଦେଖନ୍ତୁ PDFରେ ମେନସନ୍ କରାଯାଇଛି। ତେଣୁ ଯେଉଁ ପିଲାମାନେ ଆପ୍ଲାଏ କରୁଛ ଟିକେ ଭାବି ଚିନ୍ତି କରିବା। ଏଇ ଯେଉଁ ଭିଡ଼ିଓଟାକୁ ଆପଣମାନଙ୍କ ସାଙ୍ଗମାନଙ୍କୁ ସେୟାର କରିଦେବ ସବୁ। ତେଣୁ ଆପଣମାନଙ୍କ ଯେଉଁ କହୁଛନ୍ତି ସବୁ ଆପ୍ଲାଏ କରିପାରିବେ ନାହିଁ, କେବଳ ଏଇ କ୍ରାଇଟେରିଆ ଯେଉଁମାନେ ଫଲୋ କରିବେ ସେମାନେ ହିଁ ଆପ୍ଲାଏ କରିପାରିବେ। ତେଣୁ ଆପଣମାନଙ୍କ କରି ଏଇ ଭିଡ଼ିଓଟାକୁ ଜଲ୍ଦି ସାଙ୍ଗମାନେ ସେୟାର କରିଦେବେ, କାରଣ ସତର୍କ ହେଇଯିବେ ନା। ସେଭଳି ଏଠି ଯାହା ଦେଇଛି ଆପଣମାନେ କରିନେବେ। ସେକେଣ୍ଡ ହେଲା 18 ବର୍ଷ କମ୍ ହେଇଥିବା ଦରକାର। এই PDFଟା ଏଠି ସେମ୍ ରହିଛି। ଦେଇଛି ଯଦି ପରିଶ୍ରମର ପ୍ରଦାନ କଥା ପୁତ୍ର ମିଳିଲେ ତେବେ ମୋ ବିରୁଦ୍ଧରେ କରାଯାଇପାରିବ, ମୋର ପୁତ୍ର ଫେରସ୍ତ କରିବେ। ସେଇଭଳି ରହିଛି ଏଟା। এই ভিডিওটাକୁ ମୁଁ ଡେସ୍କ୍ରିପସନ୍ରେ ମୋ ଟେଲିଗ୍ରାମ ଲିଙ୍କ୍ ଦେବି, ଏଠି ଆପଣ ଜଏନ୍ ହେଇକି ଭିଡ଼ିଓଟା ପାଇପାରିବେ। ଫାର୍ଷ୍ଟ ଆପଣମାନଙ୍କୁ ଷ୍ଟୁଡେଣ୍ଟ ପୋଟେନ୍ସିଆଲ୍ ଲିଷ୍ଟ କହିଲି। ସେକେଣ୍ଡ 2 କି ପଏଣ୍ଟ କହିଦେଲି। ଡକୁମେଣ୍ଟ କ'ଣ ଦରକାର, ଆପଣମାନେ ପୁଣି ଡକୁମେଣ୍ଟ କହୁଛି କ'ଣ ଦରକାର। ଡକୁମେଣ୍ଟ ଦେଖନ୍ତୁ ଲେଖା ହେଇଛି ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ନୂଆ ସ୍କଲାରସିପ୍ 23-24। କେଉଁ କୋର୍ସ ରହୁଛି, ଗୋଟେ UG ଆଣ୍ଡ PG କୋର୍ସ ରହୁଛି। ଏଠି ଫ୍ୟାମିଲି ଇନକମ୍ ମେନସନ୍ କରାଯାଏନି, ପରସେଣ୍ଟେଜ୍ ମେନସନ୍ କରାଯାଇନି। ଦେଖିବା ଡକୁମେଣ୍ଟ କ'ଣ ମାଗିଛି, ଡକୁମେଣ୍ଟ ରିକ୍ୱାର୍ଡ଼ କ'ଣ ଦେଇଛି ଦେଖିବା। ଡକୁମେଣ୍ଟ କ'ଣ ରିକ୍ୱାର୍ଡ଼ ଦେଇଛି, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଅଫ୍ ଷ୍ଟୁଡେଣ୍ଟ ମାଗିଛି, ଡକୁମେଣ୍ଟ ରିକ୍ୱାର୍ଡ଼ ମାଗିଛି। କେଟା ଦେଇଛି ଯେଉଁ ଜେନେରାଲ SST OBC SPC BC ପିଲାମାନେ ଆପ୍ଲାଏ କରିପାରିବେ। ଆପଣମାନଙ୍କର ଫାର୍ଷ୍ଟ ଷ୍ଟୁଡେଣ୍ଟ ପୋଟେନ୍ସିଆଲ୍ ଲିଷ୍ଟ କହିଦେଲି କ'ଣ 2 କି ପଏଣ୍ଟ କହିଦେଲି। ଡକୁମେଣ୍ଟ କ'ଣ କହିଲି, ଡକୁମେଣ୍ଟ ପାସପୋର୍ଟ ସାଇଜ୍ ଫଟୋ ମାଗୁଛି। ଡକୁମେଣ୍ଟରେ ଆପ୍ଲାଏ ଲାଷ୍ଟ କେବେ ସେଟା ବି କହୁଛି। ଦେଖନ୍ତୁ ଲେଖା ହେଇଛି ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ଇଜ୍ ନାଓ ଇନଭାଇଟିଂ ଅନଲାଇନ୍ ଆପ୍ଲିକେସନ୍ ଅଫ୍ ନୂଆ ଓ ସ୍କଲାରସିପ୍ academy 23-24. The institute is requested to validation process the scholarship application by 22/2/2024 positively. Last date institute level validation ରହିଛି କେବେ 22/2/2024 ଲାଷ୍ଟ ଡେଟ୍ ହେଉଛି ଆପ୍ଲାଏ ମାନେ institute validation କରିବ। ଆପ୍ଲାଏ ଲାଷ୍ଟ ଡେଟ୍ କହିଥିଲି। ସ୍କଲାରସିପ୍ ଆମାଉଣ୍ଟ ସେଇଭଳି ସ୍କଲାରସିପ୍ ଆମାଉଣ୍ଟ କେତେ ରହୁଛି, ସ୍କଲାରସିପ୍ ଆମାଉଣ୍ଟ ରହୁଛି ଛାତ୍ରୀମାନଙ୍କ ପାଇଁ ରହୁଛି 10,000 ରହୁଛି ପର ଇୟର। ସେଭଳି ଛାତ୍ରମାନଙ୍କ ପାଇଁ କେତେ ରହୁଛି, ଛାତ୍ରମାନଙ୍କ ପାଇଁ ରହୁଛି 9,000 ରହୁଛି ପର ଇୟର ସ୍କଲାରସିପ୍ ଆମାଉଣ୍ଟ ରହୁଛି। ଯେଉଁ ଲାଷ୍ଟ ଦେଖିବା କ'ଣ ଦେଇଛି, ଲାଷ୍ଟ ପଏଣ୍ଟ ଦେଖିବା ଆପଣମାନେ କେମିତି ଆପ୍ଲାଏ କରିବେ। ଦେଖନ୍ତୁ ପ୍ରଥମ କଥା ହେଲା ଏଇ ଯେଉଁ ସ୍କଲାରସିପ୍ ଯେଉଁ ବାହାରିଛି ନୂଆ ସ୍କଲାରସିପ୍ ଆପଣମାନେ ଇନଷ୍ଟିଚ୍ୟୁଟ୍ରେ ଆପ୍ଲାଏ କରିବେ, ଅଦର ଭାବରେ କେବେ ଆପ୍ଲାଏ କରିପାରିବେ ନାହିଁ। ପ୍ରଥମେ ଆପଣମାନେ ଯଦି ନା ଥିବ ଯାଇ ଇନଷ୍ଟିଚ୍ୟୁଟ୍ ଦେଖା କରିବେ ସ୍କଲାରସିପ୍ ସେକ୍ସନ୍ରେ, ସେଠି ଆପଣମାନେ ଆପ୍ଲାଏ କରିବେ। ଆଉ ଆପଣମାନଙ୍କର ପାସୱାର୍ଡ଼ ଆଉ ୟୁନିକ୍ ID ନମ୍ବର ଦେବେ, ଆଧାର କାର୍ଡ଼ ଆଉ ଯେଉଁ ପାସୱାର୍ଡ଼ ଦେଇଥିବେ ସେଠି ଦେଇକି ଆପଣମାନେ ୟାକୁ ଲଗ୍ଇନ୍ କରିକି ଆପ୍ଲାଏ କରିବେ। ଏଇଭଳି ପ୍ରୋସେସ୍ ରହିଛି। ଟୋଟାଲ୍ ଆପଣମାନଙ୍କୁ ଏହାର ପ୍ରୋସେସ୍ କହିଦେଲି ଏଇଭଳି। ତେଣୁ ଏଇଭଳି ରିଲେଟେଡ୍ ଭିଡ଼ିଓ ପାଇବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସଙ୍ଗେ ସଙ୍ଗେ ବେଲ୍ ଆଇକନ୍ଟି ପ୍ରେସ୍ କରିଦେବେ। ଥ୍ୟାଙ୍କ ୟୁ।